ଯଦି ଆମକୁ ନେଇ ଖେଳ କରିଥିବ ସତ୍ୟାନାଶ ହେଇଯିବ। ତମର ଆମେ ଖାଇଦଉଛୁ। ମହିଷାପାଟଠାରେ ଥିବା ସମ୍ପାଦ କେନ୍ଦ୍ରରେ ବିଭିନ୍ନ ପ୍ରକାର ଅସୁବିଧା ପାଇଁ ଆଜି ଯେଉଁମାନେ ଦାୟିତ୍ୱରେ ଥିଲେ ତାଙ୍କୁ ମ୍ୟୁନିସିପାଲିଟି ବାହାର କରିଦେଇଛି ଏବଂ ସେମାନଙ୍କୁ ବେଆଇନ ଭାବେ ମ୍ୟୁନିସିପାଲିଟି ବାହାର କରିଛି ବୋଲି ଯାହା ଅଭିଯୋଗ କରିଛନ୍ତି ଯେଉଁମାନେ ଏସ୍ଏଚ୍ଜି ମହିଳାମାନଙ୍କୁ ଦେଇଥିଲେ ଯେଉଁମାନେ କାର୍ଯ୍ୟ କରୁଥିଲେ ସେଠି ସେମାନଙ୍କୁ ବାହାର କରିଦେଇଛନ୍ତି ଏବଂ ସେଥିପାଇଁ ଆଜି ସେମାନେ ଆସିଛନ୍ତି ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ଇଓଙ୍କ ସହିତ ଯୁକ୍ତିତର୍କ ମଧ୍ୟ ହୋଇଥିଲା ଆମେ ଯାହା ଦେଖିଥିଲୁ ଏବଂ କୌଣସି ସମାଧାନର ବାଟ ଯେତେବେଳେ ନ ବାହାରିଛି ସେମାନେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇ ବସିଛନ୍ତି। ସିଧାସଳଖ କଥା ହେବା ଯିଏ ଇନଚାର୍ଜ ଥିଲେ ଛବି ତାଙ୍କ ସହିତ କଥା ହେବା। ପ୍ରକୃତରେ କେତେ ବର୍ଷ ହେଲା ତୁମେ ଇନଚାର୍ଜ ଥିଲେ ଏବଂ କାହିଁକି ବାହାର କଲେ? ଆଜ୍ଞା ଆମେ ଦୀର୍ଘ 6 ବର୍ଷ ହେବ କାମ କରୁଅଛୁ। ଆମ ମା ବୁଢ଼ୀ ଠାକୁରାଣୀ କିନ୍ନର ସଂଘ ଦ୍ୱାରା ଆମେ କାମ କରୁ ଆସିଅଛୁ। ବର୍ତ୍ତମାନ ସେ କହିବା କଥା ତାଙ୍କର ଯେହେତୁ ତୁମେ ଯେ ଆଗରୁ ଦେଉଥିଲେ ଆମକୁ 6,000 6,000 8,000 ବର୍ତ୍ତମାନ ଦେଉଛନ୍ତି 14,850 ଟଙ୍କା। ତା ବାଦ ଯେଉଁ ନୂଆ ଇଓ ଆସିଛନ୍ତି ସେ କହୁଛନ୍ତି ଯେ ତୁମେ ଯେତିକି ଇନକମ୍ କରିବ ସେଠୁ ଯେଉଁ ସାର ବିକିବ ବା MRP ଯେଉଁ ବିକ୍ରି କରିବ ସେଥିରୁ ଯାହା ବାହାରି ପ୍ରଫିଟ୍ ସେଥିରୁ ତୁମେ ଉପକୃତ ହେବେ। ଟଙ୍କାଟେ ପଇସା ମୁଁ ତୁମକୁ ଦରମା ଆକାରରେ ଦେଇପାରିବି ନାହିଁ। ସେଥିପାଇଁ ଆମର ଅଭିଯୋଗ ଅଛି ଯେ ଆମେ ତ ମୁଖ୍ୟ ସ୍ତରରେ ଆପଣ କହିଲେ ସାମିଲ କରିବା ପାଇଁ ଆମକୁ କହିଥିଲେ। ଆମେ ଯେହେତୁ ରାସ୍ତାରେ ଟ୍ରେନ୍ ବ୍ୟାଗିଂ କରିଥିଲେ ବା ଭିକ୍ଷାବୃତ୍ତି କରିଥିଲେ ସେଇଠୁ ଆମକୁ ଆଣିକି ଅଳିଆ ଗଦାରେ ବା ମ୍ୟୁନିସିପାଲିଟିରେ କାମ ଦେଲେ। କାମ ଦେଇସାରିଲା ପରେ କହୁଛନ୍ତି ତୁମକୁ ଆମେ ଦରମା ଆକାରରେ ଦେଇପାରିବାନି, ଯାହା ଇନକମ୍ କରିବ ତାହା ଆମେ ତୁମକୁ ସେଇ ହିସାବରେ ଦେବୁ। ତେବେ କ'ଣ ମ୍ୟୁନିସିପାଲିଟିରେ କିଛି ସମାଧାନ ହେଲା ଇଓଙ୍କ ସହିତ ବୈଠକରେ? ନାଇଁ ଏପର୍ଯ୍ୟନ୍ତ ମ୍ୟୁନିସିପାଲିଟି ସହିତ ଇଓଙ୍କ ସହିତ ଆମର କିଛି ସମାଧାନ ହେଇନି। ଯେ ପର୍ଯ୍ୟନ୍ତ ଆମର ସମାଧାନ ନ ହେବ ସେ ପର୍ଯ୍ୟନ୍ତ ଆମେ ଏଇଠି ବସିକି ରହିବୁ। ନିହାତି ଭାବେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ସମାଧାନ ବାଟ ବାହାରିନି। ଆଉ ଜଣେ ଅଛନ୍ତି ତାଙ୍କର ସାଥୀ। ପ୍ରକୃତରେ ଯେଉଁ ଅଳିଆ ଯିବା କଥା ପ୍ଲାଣ୍ଟକୁ ବର୍ତ୍ତମାନ ଯାଉଛି ନା ଯାଉନି? ଆମକୁ ଯେଉଁ ମହିଷାପାଟ ଯେଉଁ ପ୍ଲାଣ୍ଟ ଦେଇଛନ୍ତି ପୁରୁଣା ପ୍ଲାଣ୍ଟଟା 6 ବର୍ଷ ଆମେ ଯେଉଁ କାମ କରିଛୁ ସେଇ ପ୍ଲାଣ୍ଟକୁ ବର୍ତ୍ତମାନ ଓଦା ଅଳିଆ ଶୁଖିଲା ଅଳିଆ ଯାଉନି, ନୂଆ ପ୍ଲାଣ୍ଟକୁ ଯାଉଛି। ଠିକ୍ ଅଛି, ତ ଗୋଟେ ପ୍ଲାଣ୍ଟରେ ଆପଣମାନେ ନ୍ୟାୟ କରନ୍ତୁ ସମସ୍ତେ। ଗୋଟେ ପ୍ଲାଣ୍ଟରେ କେତେ ଜଣ ଇନଚାର୍ଜ ଦରକାର? ଜଣେ। 6 ବର୍ଷ ଦୀର୍ଘ 6 ବର୍ଷ ଧରିକି ଆମେ ରହିଛୁ ଜଣେ। ଆଜି କେମିତି ଆପଣ 2 ଜଣଙ୍କୁ ନିଯୁକ୍ତି କରିଦେବେ? ଜଣକୁ ନିଯୁକ୍ତି ଆଉ ଜଣ ନିଯୁକ୍ତି କରିଦେବେ 2 ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ହେଇଛି ବୋଲି କହୁଛନ୍ତି। ଆଜ୍ଞା, ଯେ ଏଇଆ ହେଉଛି କଥା। ତାପରେ ଆମକୁ ଇଏ ସାର୍ କହୁଛନ୍ତି ଯେ ତମେ ଯେତିକି ସାର ବିକ୍ରି କରିବ MRP ଜିନିଷ ବିକ୍ରି କରିବ ସେତିକିରୁ ତମେ ତମ ଦରମା ନେବ, ତମେ ୱାର୍କରମାନଙ୍କୁ ଦରମା ଦେବ। ତ ଆମେ ଜଣେ କିନ୍ନର ଲୋକ, ତ ଆମେ କେଉଁଠୁ ଏତେ ପଇସା ଆଣିବୁ ଯେ ୱାର୍କରମାନଙ୍କୁ ଦରମା ଦେବୁ? ନିହାତି ଭାବେ ବର୍ତ୍ତମାନ ଯଦି ଦେଖିବା କିନ୍ନର ମାନେ ଯେଉଁ ଏକତ୍ରିତ ବସିଛନ୍ତି ମ୍ୟୁନିସିପାଲିଟି ଇଓ ସାର୍ ତାର କଥାବାର୍ତ୍ତା ହେଉଛନ୍ତି ଆସିକି ସିଧାସଳଖ ତାଙ୍କ ସହିତ କ'ଣ ଆଲୋଚନା ଚାଲିଛି ଶୁଣିବା। ଆପଣ କହନ୍ତି ଆଜି କି ଆମ ଟିଜି ପିଲାମାନେ ଟିଜି କରିସାରି ଆଧାର ଚେଞ୍ଜ କରିସାରିଲେ ବୋଧେ ଏପର୍ଯ୍ୟନ୍ତ ଭତ୍ତା ମଧୁସୂଦନ ପେନସନ ଭତ୍ତା ପାଇପାରୁନୁ। ଆମେ ଦୌଡ଼ି ଚପଲ ଜୋତାର ଚପଲ ଛିଣ୍ଡି ସାରିଲାଣି। ଆପଣ କୁହନ୍ତୁ ଏଇଟା ଠିକ କଥା? ସାର୍ଟିଫିକେଟ କରିକି ଯେଉଁ ଆଧାର ଚେଞ୍ଜ କରି ସୁଦ୍ଧା ମଧ୍ୟ ପେନସନ ଏପର୍ଯ୍ୟନ୍ତ ଆମେ ପାଇପାରିଲୁ। ଢେଙ୍କାନାଳ କିନ୍ନର ଅବହେଳିତ, ବହୁତ ଅବହେଳିତ ଅଛନ୍ତି। ସେଥିପାଇଁ ଆମ ମ୍ୟୁନିସିପାଲିଟି ଦାୟୀ। ଶୁଣ ଆପଣଙ୍କର ଯେଉଁ ମାନେ ଅଛି ଯେଉଁ ରିଲେଟେଡ୍ ମ୍ୟାଟର ଧରିକି କାଲି ଆସନ୍ତୁ, ମୁଁ ଡାକିବି। ଆମେ ବାରମ୍ବାର ଆଜ୍ଞା ବହୁତ ଥର ଆସିଛୁ। ଆପଣ ଯେଉଁ କଥାଟି ଠିକ କଥା ଯଚ୍ଛନା ଯଦି ସେଇଠିକି ଯିବ ଆଜ୍ଞା ଆମେ ଯିବୁନି, କ୍ଷମା କରିବୁ। ଯଦି ସେ ନ ଯିବ ଆମେ ଯେମିତି କାମ କରିଥିଲୁ ଆଜି 6 ବର୍ଷ ହେଲା ସେମିତି କାମ କରିବୁ। ଏତିକି ଆମକୁ ଶୁଣନ୍ତୁ, ଯଦି ଆପଣ ଚାହୁଁଛନ୍ତି ଗୋଟେ ଜିନିଷ ମୁଁ ନ ଦେଖି ନ ଜାଣିକି ଡିସିସନ୍ ନେଇକି ଆପଣଙ୍କୁ ସାଙ୍ଗେ ସାଙ୍ଗେ କହିଦେବି, সেটা ক্ষমা করবে কাইকি না মু ন জাঁয়া পর্যন্ত কোণ পাই কোথায় সে রয়েছে কোণ হয়েছে ডিটেলস ন জাঁয়া যাকে মু আপনার হঠাৎ কৌশি কমিটমেন্ট আপনার যা যে ডিমান্ড তবে কথা আমি নিহতি যা দেখুলে আমি म्युनिसिपालिटी ইও যে অনেক কিন্নর সমাজ সহিত যে বাহার করা হয়েছে তাঁর সহিত আলোচনা করলে সার সহিত কথা হওয়া স্যার প্রকৃতরে অসুবিধাটা কোটি রয়েছে କିଛି ନାହିଁ। ବର୍ତ୍ତମାନ ସେ ମିସ୍ଅଣ୍ଡରଷ୍ଟାଣ୍ଡିଂ ତା ଛଡ଼ା କିଛି ନାହିଁ। ତାଙ୍କୁ ରିଭ୍ୟୁରେ ଡକାଯାଇଥିଲା ଆଉ ପ୍ଲାଣ୍ଟକୁ ଯେଉଁ ଯେମିତି ପ୍ଲାଣ୍ଟରୁ ଯେଉଁ ଦରମା ଯାଉଛି ସେଇଟା ମ୍ୟୁନିସିପାଲିଟି ଉପରେ ବର୍ଡ଼ନ୍ ନ ଆସୁ, ସେ ପ୍ଲାଣ୍ଟରୁ ଯେଉଁ ଇନକମ୍ ହେବ ସେଇ ପ୍ଲାଣ୍ଟରେ ଯେମିତି
ଆମର ଏକ୍ସପେଣ୍ଡିଚରଟା ହେଇପାରୁଥିବ ସେତିକି ଆମେ ତେବେ ଯାହା ଯୋଡ଼ିଏ ଅଭିଯୋଗ ଆସୁଛି ଜଣେ ଆଉ ଜଣେ ଯିଏ ଇନଚାର୍ଜ ଅଛନ୍ତି ଯାହାଙ୍କ ବିଷୟରେ ସ୍ଥାନୀୟ କାଉନସିଲର ମଧ୍ୟ ଜାଣିନାହାନ୍ତି ତାଙ୍କୁ କିଭଳି ଯୋଗଦାନ ସେ କଲେ ମ୍ୟୁନିସିପାଲିଟିର ପୌର ଉପାଧ୍ୟକ୍ଷ ଜାଣିନାହାନ୍ତି ଅଲଗା କାଉନସିଲର ମାନେ ଜାଣିନାହାନ୍ତି ଇଭେନ୍ ଆପଣଙ୍କ ପାଖେ ମଧ୍ୟ ତାର କୌଣସି ସଠିକ୍ ପ୍ରମାଣ ନାହିଁ ଯେ କିଛି ହିସାବ ନାହିଁ ଯେ ସେ କେମିତି ରହିଲେ ତ ଏଭଳି ଗୋଟେ ଗୋଳିଆ ଧନ୍ଦା କେମିତି ଚାଲିଛି ତେଣୁ ମୁଁ ବର୍ତ୍ତମାନ ସେଟାକୁ ଡାକିକି ତାକୁ ଦେଖିବି କ'ଣ ପାଇଁ ସେଇଟା ଏଇ ଟାଇପ୍ର ପ୍ରୋବ୍ଲେମ୍ କ୍ରିଏଟ୍ ହେଇଛି সেটা ମୁଁ ଦେଖିବି ଆଉ ମୁଁ ତାଙ୍କୁ ବି ଅନୁରୋଧ କରୁଛି ସେମାନେ ଯାଆନ୍ତୁ କାଲି ଆସନ୍ତୁ ଆପଣମାନେ ମିଡ଼ିଆ ଭାଇ ବି ଆସନ୍ତୁ କ'ଣ ହେଇଛି ମୁଁ ସେଇଟା କାଲି ଯାହା ହେବ ଡିସିସନ୍ ମୁଁ ଆପଣଙ୍କୁ କାଲି ଦେବି ନିହାତି ଭାବେ ଯାହା କହୁଥିଲେ ସେ ଯାଞ୍ଚ କରିବେ ଯେଉଁ ପ୍ଲାଣ୍ଟରେ ଯିଏ ଅଛନ୍ତି ଚାର୍ଜରେ ଇନଚାର୍ଜ ଅଛନ୍ତି ତାଙ୍କ ବିରୁଦ୍ଧରେ ଯଦି କୌଣସି ଅଭିଯୋଗ ଆସିଛି ସେ କିଭଳି ଯୋଗଦାନ କଲେ ତାଙ୍କର କ'ଣ ସେଠି କାର୍ଯ୍ୟପନ୍ଥା କେତେ ଦିନ ହେଲା ସେ ଜଏନ୍ କଲେଣି ଏବଂ ଯାହା ଅଭିଯୋଗ ଆସିଛି ଅଭିଯୋଗର ସତ୍ୟାସତ୍ୟ କେତେ ଏସବୁର ଯାଞ୍ଚ କରି ଟିକିନିକି ତାର ଦେଖିବେ ଏବଂ ସେହି ଅନୁସାରେ ପଦକ୍ଷେପ ନେବେ ବୋଲି ଯାହା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସୂଚନା ପ୍ରଦାନ କରିଥିଲେ ଢେଙ୍କାନାଳ ମ୍ୟୁନିସିପାଲିଟି ପରିସର ଲକ୍ଷ୍ମୀକାନ୍ତ ସାହୁ ରିପୋର୍ଟର ଷ୍ଟୁଡ଼ିଓ।